ମୁଁ ଶଶିଭୂଷଣ ଦାସ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଅଣଗେଜ କର୍ମଚାରୀ ସମନ୍ୱୟ ସମିତି କୋରାପୁଟ ଜିଲ୍ଲା ଶାଖା ଆମର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ତରାସିଆ ମହୋଦୟ ସେ ଆସି ପହଞ୍ଚିଛନ୍ତି କୋରାପୁଟରେ ତାଙ୍କୁ ଆମେ ଜୟପୁରରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛୁ। ଆମର ଅଣଗେଜର କର୍ମଚାରୀ ସମନ୍ୱୟ ସମିତି ତରଫରୁ ଓଡ଼ିଶା ଅମଲା ସଂଘ ତରଫରୁ ଆମେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଛୁ। ଆଉ ଆମର ଯେଉଁ କର୍ମଚାରୀମାନଙ୍କର ବିଭିନ୍ନ ଦାବି ଉପରେ ସେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ଆମେ ତାଙ୍କୁ ଅନୁରୋଧ କରୁଛୁ। ସେହି ବିଷୟ ନେଇ ଆଜିର ଆମର এই ବୈଠକରେ ସବୁ ଆଲୋଚନା ଚାଲିଛି। ଆମେ ନିଶ୍ଚିତ ଭାବରେ ଆଶାବାଦୀ ଅଛୁ ଯେ ଆମର କର୍ମଚାରୀମାନଙ୍କର ନ୍ୟାଯ୍ୟ ଦାବି ଆମ ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଆମର ଜିଲ୍ଲାସ୍ତରୀୟ କର୍ମଚାରୀ ସମସ୍ତେ ନିର୍ଯାତିତ ନିଷ୍କାସିତ ଅବହେଳିତ ହୋଇ ଅଛନ୍ତି। ତେଣୁ ଆମର ଯେହେତୁ ନ୍ୟାଯ୍ୟ ଦାବି ନିଶ୍ଚିତ ଭାବରେ ସରକାର ପୂରଣ କରିବେ ବୋଲି ଆମର ଆଶା। ଆଉ ତଳ ଦିନରେ ଆମର ଏହି ସରକାର ଏହି ମୋହନ ସରକାର ଯେଉଁ ବିରୋଧୀ ଦଳ ଥିଲେ ସେତେବେଳକୁ ସେମାନେ ଆମକୁ ମଧ୍ୟ ସମର୍ଥନ ଜଣାଇଛନ୍ତି ଆଉ ସେତେବେଳକୁ ସମର୍ଥନ କରୁଛନ୍ତି ଆଉ ସେମାନେ ଆମ ପାଇଁ ବୋଲି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ। ଆଜ୍ଞା ଏଇଟା ସ୍ୱଚ୍ଛତା ଆସିବ ଆମେ ମଧ୍ୟ ଚାହୁଁଛୁ, କିନ୍ତୁ ଏହା ଯଦି ନୀତି ନିୟମ ଅନୁସାରେ ହେବ ତାହେଲେ ସବୁ ଠିକ୍ ରହିବ। ଆମେ ମଧ୍ୟ ସଂଘ ମଧ୍ୟ ଆଗକୁ ପୁରା ସମ୍ପୂର୍ଣ୍ଣ ସମର୍ଥନ କରିବ। ଗୋଟିଏ ସ୍ଥାନରେ ତ ରିଟାୟାର୍ଡ ମଧ୍ୟ ହେଇଗଲେଣି କର୍ମଚାରୀମାନେ ଅଛନ୍ତି ଦୀର୍ଘ ଦିନ ଧରି। ଏବେ ଦେଖନ୍ତୁ ଆମର ଅଣଗେଜର କର୍ମଚାରୀ ସମନ୍ୱୟ ସମିତି ଛାଡ଼ନ୍ତୁ ଦୀର୍ଘ ବର୍ଷ ଧରି କୋରାପୁଟ ଜିଲ୍ଲାରେ ଅଧିକାରୀମାନେ ମଧ୍ୟ ଗୋଟିଏ ସ୍ଥାନରେ 10ରୁ 12 ବର୍ଷ ମଧ୍ୟ ଅଛନ୍ତି, ତାଙ୍କର ମଧ୍ୟ ବଦଳି ହେଉନାହିଁ। ତେଣୁକରି ଆମେ ସରକାରଙ୍କୁ ସ୍ୱାଗତ ଜଣାଉଛୁ ଏହି ପଦକ୍ଷେପକୁ, ଯଦି ସରକାର 3 ବର୍ଷ ବଦଳି ଲାଗୁ କରିବେ ବୋଲି।